ଆଜିର ରାଶିଫଳ 19 ଡିସେମ୍ବର ଶୁକ୍ରବାର। ଶୁଭ ସକାଳ ଫ୍ରେଣ୍ଡସ୍। ନଷ୍ଟ ଚନ୍ଦ୍ରୋପବାସ ଓ ନିଶା ପାଳନ। ଅମାବାସ୍ୟା ବା ବକୁଳ ଅମାବାସ୍ୟା। ବକୁଳ ଅମାବାସ୍ୟା ମାନେ ବଉଳ ଅମାବାସ୍ୟା କୁହନ୍ତି। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 15, ସୂର୍ଯ୍ୟାସ୍ତ ସମୟ 5ଟା 11। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ଚନ୍ଦ୍ର ବିଛା ରାତ୍ରି 10ଟା 50 ଗତେ ଧନୁ, ନକ୍ଷତ୍ର ଜ୍ୟେଷ୍ଠା ରାତ୍ରି 10ଟା 50 ଗତେ ମୂଳା। ତିଥି ଅମାବାସ୍ୟା ଅହରାତ୍ର ଯୁଗ 16 ଦିବା 3ଟା 49 ଗତେ ଗଣ୍ଡ। ଆଜିର ଶୁଭ ସମୟ 6ଟା 19 ରୁ 7ଟା 2, 7ଟା 45 ରୁ 9ଟା 1, 12ଟା 5 ରୁ 2ଟା 58, 3ଟା 41 ରୁ 5ଟା 7, ସନ୍ଧ୍ୟା 6ଟା ରୁ 8ଟା 25। ତେଣୁ ଆଜି ଅମାବାସ୍ୟା ଅଛି। ଅମାବାସ୍ୟାରେ କିଛି ଶୁଭ କାମ କରାଯାଏ ନାହିଁ, କିନ୍ତୁ ଏହି ସମୟରେ କିଛି ବି କାମ କରିପାରିବେ। ଆଜିର ରାହୁ କାଳ 10ଟା 22 ରୁ 11ଟା 43, କାଳବେଳା 10ଟା 22 ରୁ 11ଟା 43, ବାର ବେଳା 9ଟା 1 ରୁ 10ଟା 22। ରାହୁ କାଳ ଅଛି। ଏହି ସମୟରେ କିଛି ଶୁଭ କାମ କରନ୍ତୁ ନାହିଁ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବି ଅଲ୍ ନୋଟିଫିକେସନ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀରେ ଆୟ ମଧ୍ୟମ ହେବ। କର୍ମରେ ଉନ୍ନତି କରିବେ। କର୍ମସ୍ଥାନର ସମସ୍ତ ବାଧାବିଘ୍ନ ଦୂର ହେବ। ଅଟକି ରହିଥିବା କାମ ସମ୍ପୂର୍ଣ୍ଣ କରିବାର ସୁଯୋଗ ଆସିବ। କୃତଧନ ଫେରି ପାଇବେ। ଆୟ ଅପେକ୍ଷା ବ୍ୟୟ କମ୍ ରହିବ। ଋଣ ମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ମହିଳାମାନେ ଘରକରଣା ଜିନିଷ କ୍ରୟ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି କିଛି ମିଠା ଦହି ଖାଆନ୍ତୁ। ସେଇଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆକସ୍ମିକ ଧନ ଲାଭ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଘଟିବ। ବାଣିଜ୍ୟ ବ୍ୟବସାୟୀରେ ଆୟ ଉତ୍ତମ ହେବ। କର୍ମର ଉନ୍ନତି, ଦରମାରେ କିଛି ବୃଦ୍ଧି ଘଟିପାରେ। ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ କର୍ମରେ ମନୋନିବେଶ କରିବେ। ମହିଳାମାନେ ସଞ୍ଚୟ କରିବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ବ୍ଲୁ କଲର। ଆପଣ ଆଜି କିଛି ପରଫ୍ୟୁମ୍ ବ୍ୟବହାର କରନ୍ତୁ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ। କର୍ମରେ ଉନ୍ନତି କରିବା ପାଇଁ ଯୋଜନା କରିବେ। ସେଥିରେ ସଫଳ ହେବାର ସମସ୍ତ ଦିଗକୁ ଅନୁଧ୍ୟାନ କରିବେ। ବାଣିଜ୍ୟ ବ୍ୟବସାୟୀ ଓ ପରିବହନରେ ଆୟ ମଧ୍ୟମ ହେବ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ସମ୍ଭାବନା ରହିଛି। କର୍ମରେ ଆଗ୍ରହ ଆନ୍ତରିକତା ବୃଦ୍ଧି ପାଇବେ ଏବଂ ପରିବାରର ସମସ୍ତ ସଦସ୍ୟଙ୍କ ସାୟ ଓ ସହଯୋଗ ପାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର। ଆପଣ ଆଜି ଲକ୍ଷ୍ମୀ ନାରାୟଣଙ୍କୁ ସୁବର୍ଣ୍ଣ ଫୁଲ ଅର୍ପଣ କରନ୍ତୁ। ସେଇଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ଓ ପରିବହନରେ କ୍ଷତି ପହଞ୍ଚିବ। କର୍ମରେ ଅସ୍ଥିରତା ଓ ବାଧାବିଘ୍ନ ଏବଂ ଉପରିସ୍ଥ କର୍ମଚାରୀଙ୍କୁ ରୁଷରେ ଶିକାର ହେବେ। ବାପା ମାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ହେବେ। ସ୍ୱଜନ ପ୍ରିୟଜନଙ୍କ ସହ ମତାନ୍ତର କିମ୍ବା ତାଙ୍କଠାରୁ ଅପମାନ ପାଇପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାବିତ କର୍ମ ଅନାଗ୍ରହ ହେବ। ମହିଳାମାନଙ୍କ ଗୁରୁଜନଙ୍କ ସହ ବିବାଦ ହୋଇପାରେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ଲକ୍ଷ୍ମୀ ନୃସିଂହ ଭଗବାନଙ୍କୁ ପୂଜା କରନ୍ତୁ। ସେଇଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ନଷ୍ଟ ହେଲେ ମଧ୍ୟ ବାଣିଜ୍ୟ ବ୍ୟବସାୟରେ ଆୟ ମଧ୍ୟମ ହେବ। କର୍ମରେ ଅନାଗ୍ରହ, ସମସ୍ତ କର୍ମରେ ଅଯଥା ବିଳମ୍ବ ପରିଲକ୍ଷିତ ହେବ। ପରିସ୍ଥିତି ଓ ଖରାପ ନଥିଲେ ମଧ୍ୟ ମନ ଅଶାନ୍ତି ରହିବ। ବିନା କାରଣରେ ଆଜି ବହୁତ ବ୍ୟସ୍ତ ରହିବେ। ପରିବାରରେ କୌଣସି ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ। ବିଦ୍ୟାର୍ଥୀ ବା କ୍ରୀଡ଼ାବିତ ଅସ୍ଥିର ମନ ହେବ। ମହିଳାମାନେ ବିଷାଦଗ୍ରସ୍ତ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ପରଫ୍ୟୁମ୍ ବ୍ୟବହାର କରନ୍ତୁ। ସେଇଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ। ବାଣିଜ୍ୟ ବ୍ୟବସାୟୀ ପରିବହନରେ ଆୟ ଉତ୍ତମ ହେବ। କର୍ମରେ ଉନ୍ନତି, ସଫଳତା ପାଇବେ। ମହିଳା ସହକର୍ମୀ ସହଯୋଗ କରିବେ। ପରିବାରର ସମସ୍ତ ସଦସ୍ୟ ଓ ସହଧର୍ମିଣୀଙ୍କ ସାୟ ସହାନୁଭୂତି ପାଇବେ। ଘରକରଣା ଇଲେକ୍ଟ୍ରିକ୍ ସରଞ୍ଜାମ, ବସନଭୂଷଣ କ୍ରୟ କରିପାରନ୍ତି। ବିଦ୍ୟାର୍ଥୀ ଅସ୍ଥିର ମନ ହେବେ। ମହିଳାମାନେ ସ୍ୱାମୀ ଅନୁରକ୍ତା ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ। ସେଇଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ। କର୍ମସ୍ଥାନରେ ସମସ୍ତ ବାଧାବିଘ୍ନ ଦୂର ହେବ। ସହକର୍ମୀଙ୍କ ସହଯୋଗରେ ସମସ୍ତ କର୍ମର ସଫଳତା ଏବଂ ପ୍ରଶଂସା ପାଇବେ। ବାଣିଜ୍ୟ ବ୍ୟବସାୟୀ ଠିକରେ ଚାଲିବ। ଆୟ ହେବ। ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ। ଶତ୍ରୁମାନେ ମିତ୍ର ହେବେ। ଋଣମୁକ୍ତ ହେବା ପାଇଁ ଚେଷ୍ଟା କରିବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ ପ୍ରଶଂସିତ ହେବେ। ମହିଳାମାନେ ଧାର୍ମିକ କ୍ୟାରିୟର ଆଗ୍ରହୀ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ କଲର। ଆପଣ ଆଜି ସୂତ୍ରମ ଶୁଣନ୍ତୁ। ସେଇଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ। ମାନ ସମ୍ମାନ ହାନି, ଇତର ଜନଠାରୁ ଅପମାନ ପାଇପାରନ୍ତି। ମାନସିକ ପାରିବାରିକ ଅଶାନ୍ତି, କର୍ମସ୍ଥାନ ଅଯଶସ,
ଅପମାନିତ ହୋଇପାରନ୍ତି। ପୁତ୍ର କନ୍ୟା ଅବଜ୍ଞା କରିବେ, ତାଙ୍କ କର୍ମକୁ ନେଇ ଚିନ୍ତାଗ୍ରସ୍ତ ହେବେ, ବାପା ମାଙ୍କ ସହ ମତଭେଦ କିମ୍ବା ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ, ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ତି କର୍ମରେ ଅବହେଳା କରିବେ, ମହିଳାମାନେ ବିଷାଦଗ୍ରସ୍ତ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ କଲର। ଆପଣ ଆଜି ପିତୃ ସୂତ୍ର ଶୁଣନ୍ତୁ, ଓಂ ନମ ଶିବାୟ ଜପ କରନ୍ତୁ। ସେଇଭଳିକା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ବାଦ ବିବାଦ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ। ବାଣିଜ୍ୟ ବ୍ୟବସାୟରେ କ୍ଷତି ପହଞ୍ଚିବ, କର୍ମସ୍ଥାନରେ ବାଧାବିଘ୍ନ ବିବାଦ ସୃଷ୍ଟି ହେବ, ଯାନବାହନରେ କ୍ଷତି ଓ ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିପାରେ, ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟ କିମ୍ବା ମାଲି ମକଦ୍ଦମାରେ ପଡ଼ିପାରନ୍ତି। ବିଦ୍ୟାର୍ଥୀ କ୍ରୀଡ଼ାବିତ୍ତି କର୍ମରେ ଆଳସ୍ୟତା ପ୍ରକାଶ କରିବେ, ମହିଳାମାନେ ଉଦର ଯନ୍ତ୍ରଣା ପାଇବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ଲାଇଟ୍ ୟେଲୋ କଲର। ଆପଣ ଆଜି ବିଷ୍ଣୁ ସହସ୍ର ନାମ ଶୁଣନ୍ତୁ। ସେଇଭଳି ଦେଖିବା ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ସ୍କାଏ କଲର। ଆପଣ ଆଜି ଓಂ ନମ ଶିବାୟ ବା ଭଗବତ ବାସୁଦେବ ଜପ କରନ୍ତୁ। ବାଣିଜ୍ୟ ବ୍ୟବସାୟର ପରିବହନରେ ଆୟ ଲାଭ ହେବ, କର୍ମର ଉନ୍ନତି ଓ ସମସ୍ତ କର୍ମ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତି ସମ୍ଭାବନା ରହିଛି। ପରିବାରର ସମସ୍ତ ସଦସ୍ୟ, ସହକର୍ମୀ, ଭାତୃଭଗ୍ନୀଙ୍କ ସହାୟ ଏବଂ ସହଯୋଗ ପାଇବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ତି କର୍ମ ପ୍ରଶଂସିତ ହେବେ, ମହିଳାମାନଙ୍କ ଆତ୍ମସନ୍ତୋଷ ଲାଭ କରିବେ। ତେଣୁ ଆପଣଙ୍କ ଶୁଭ ରଙ୍ଗ ହେଉଛି ସ୍କାଏ କଲର। ଆପଣ ଆଜି ଓಂ ନମ ଭଗବତ ବାସୁଦେବ ଜପ କରନ୍ତୁ। ସେଇଭଳିଆ କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆର୍ଥିକ କ୍ଷତି ଓ ବ୍ୟବସାୟରେ କ୍ଷତିର ସମ୍ଭାବନା ରହିଛି। କର୍ମ ପ୍ରତି ଅନାଗ୍ରହ ହେତୁ ସମସ୍ତ କର୍ମର ବାଧାବିଘ୍ନ, କର୍ମରେ ଅସଫଳ ରହିବେ, ମୂଲ୍ୟବାନ ପଦାର୍ଥ ନଷ୍ଟ ଓ ଚୋରି ଯିବ, ଧନକୁ ନେଇ ବିବାଦ କିମ୍ବା ମାଲି ମକଦ୍ଦମା ହୋଇପାରିବେ। ବିଦ୍ୟାର୍ଥୀ ଓ କ୍ରୀଡ଼ାବିତ୍ତି କର୍ମରେ ଆଳସ୍ୟତା ପ୍ରକାଶ କରିବେ, ମହିଳାମାନେ ବଦଖର୍ଚ୍ଚୀ ହେବେ। ଆପଣମାନଙ୍କ ପାଇଁ ଶୁଭ ରଙ୍ଗ ହ୍ୱାଇଟ୍ କଲର। ଆପଣ ଆଜି ମହାଦେବଙ୍କୁ ଗଙ୍ଗା ଜଳ ଅର୍ପଣ କରନ୍ତୁ। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କୁ ସୁଖାଦ୍ୟ ସୁବସନ ପ୍ରାପ୍ତି ହେବ, ଯଶ ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ, ବାଣିଜ୍ୟ ବ୍ୟବସାୟରୁ ଉତ୍ତମ ଆୟ ଏବଂ କର୍ମର ଉନ୍ନତି, କର୍ମସ୍ଥାନରେ ପ୍ରଶଂସିତ ହେବେ, ଲକ୍ଷ୍ମୀଙ୍କ କୃପା ରହିବ, ମାନସିକ ଓ ପାରିବାରିକ ଶାନ୍ତି, ଶାରୀରିକ ସୁସ୍ଥତା ଲାଭ କରିବେ। ଆଶା କରି ଭିଡ଼ିଓଟି ଭଲ ଲାଗେ ଲାଇକ୍ ସେୟାର ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନ୍ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ଆପଣମାନେ ଆହୁରି ଦିନକୁ ଭଲ କରିବାକୁ ହେଲେ ପିତୃ ପାଠ କରନ୍ତୁ ଏବଂ ଗୀତା ପାଠ କରନ୍ତୁ, ପଶୁପକ୍ଷୀ ମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ। ଦିନଟି ବହୁତ ଭଲରେ କଟିଥାଏ।